ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଗତକାଲି ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଅଞ୍ଚଳରେ ଚିଲିକାରେ ଚାଲିଛି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା। ବାଲୁଗାଁ ଚିଲିକାରେ ଗଢ଼ି ଉଠିଥିଲା ଏକର ଏକର ବେଆଇନ ଚିଙ୍ଗୁଡ଼ି ଘେରି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଗଢ଼ି ଉଠିଥିଲା ଏହି ବେଆଇନ ଚିଙ୍ଗୁଡ଼ି ଘେରି। ପ୍ରଥମେ ବାଲୁଗାଁ ଜେଟିରେ ଉତ୍ତର ଦିଗରେ ଥିବା କଳିଯୁଗେଶ୍ୱର ପାହାଡ଼ଠାରୁ ଆରମ୍ଭ ହୋଇ ଖଣ୍ଡୁଆଳକୋଟ ଲମ୍ବୋଦରପୁର ଦେଇ ଆଗକୁ ନଈରୀ ଶରଣ ପର୍ଯ୍ୟନ୍ତ ଲମ୍ବି ଯାଇଛି ଏକର ଏକର ଏକ ବିରାଟକାୟ ବେଆଇନ ଚିଙ୍ଗୁଡ଼ି ଘେରି। ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ଦେଖି ବାଲୁଗାଁ ଜେଟିର ଆଖପାଖ ଅଞ୍ଚଳରେ ଛୋଟ ଛୋଟ ବେଆଇନ ଚିଙ୍ଗୁଡ଼ି ଘେରି ଗଢ଼ି ଉଠିଥିଲା। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା। ଚିଲିକାରେ ଜୈବ ବିବିଧତା ରକ୍ଷା ଏବଂ ପରିବେଶ ସନ୍ତୁଳନ ପାଇଁ ଆରମ୍ଭ କରିଦେଇଛି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା। ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚିଲିକା ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଏହି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ସିଡିଏ କର୍ମଚାରୀ, ଜିଲ୍ଲା ମତ୍ସ୍ୟ ବିଭାଗର କର୍ମଚାରୀ, ସ୍ଥାନୀୟ ରେଭିନ୍ୟୁ ବିଭାଗ ସହଯୋଗ କରିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି 2 ସେକ୍ସନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। 6ଟି ବୋଟ୍ରେ 2ଟି ଟିମ୍ ଗଠନ କରାଯାଇ ପ୍ରାୟ 35 ଜଣ ଶ୍ରମିକଙ୍କୁ ନେଇ ଏହି ଉଚ୍ଛେଦ କରାଯାଇଛି। ଗୋଟିଏ ଟିମ୍ରେ ଅତିରିକ୍ତ ତହସିଲଦାର ରହିଥିବା ବେଳେ ଅନ୍ୟଟିରେ ଆର୍ଆଇ ସୁପରଭାଇଜର ନେତୃତ୍ୱ ନେଇଥିବା ଜଣାପଡ଼ିଛି। ଏହି ଉଚ୍ଛେଦ ପ୍ରକ୍ରିୟା ପ୍ରାୟ 2 ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି। ନିରାକାରପୁର ମୋବାଇଲ ଟିଭି।